ମୌନର ଅର୍ଥ। ମୌନର ଅର୍ଥ ବାଣୀର ବିରାମ ନୁହେଁ। ଏହାର ପ୍ରକୃତ ଅର୍ଥ ହେଉଛି ଚିତ୍ତର ନିଃସଂକଳ୍ପ ଅବସ୍ଥା। ଏହି ଅବସ୍ଥାରେ ଉଭୟ ବାଣୀ ଓ ବିଚାର ଶାନ୍ତ ହୋଇଯାଏ। କିନ୍ତୁ ମୌନର ଆରମ୍ଭ ପ୍ରଥମେ ବାଣୀର ବିରାମରୁ କରିବାକୁ ହୁଏ। ବାଣୀ ଓ ବିଚାର ପରସ୍ପର ପରିପୂରକ, ଉଭୟେ ପୃଥକ୍ ନୁହନ୍ତି। ମନରେ ବିଚାର ତରଙ୍ଗ ଉତ୍ପନ୍ନ ହେଲେ ବ୍ୟକ୍ତି ତାହା ବାଣୀ ମାଧ୍ୟମରେ ବ୍ୟକ୍ତ କରେ। ଏଥିପାଇଁ ବାହ୍ୟ ନୀରବତା ମନରେ ଉତ୍ପନ୍ନ ହେଉଥିବା ବ୍ୟର୍ଥ ସଂକଳ୍ପ ବିକଳ୍ପ ସମୂହକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ଅତ୍ୟଧିକ ବାର୍ତ୍ତାଳାପ ଦ୍ୱାରା ମନରେ ବିଚାର ପ୍ରବାହର ବେଗ ବୃଦ୍ଧି ପାଏ। ତେଣୁ ମନର ସ୍ଥିରତା ପାଇଁ ଯେତେ ସମ୍ଭବ ସମୟ ବାହାର କରି ମୌନ ରହିବାର ଅଭ୍ୟାସ କରିବା ଉଚିତ। ମନୁଷ୍ୟ ମୌଳିକ ରୂପରେ ଏକାନ୍ତ ପ୍ରିୟ। ତେଣୁ ଅଧିକାଂଶ ବ୍ୟକ୍ତି କର୍ମବ୍ୟସ୍ତ ଜୀବନରେ ଅବକାଶ ପାଇଲେ କୌଣସି ପ୍ରାକୃତିକ ପରିବେଶ ଭରା ନିର୍ଜନ ସ୍ଥାନରେ କିଛି ସମୟ ବା ଦିନ ବିତାଇବାକୁ ପସନ୍ଦ କରନ୍ତି। କିନ୍ତୁ ସେମାନେ ଏପରି ଅବକାଶକୁ ଆମୋଦ ପ୍ରମୋଦରେ ଅତିବାହିତ କରିବାକୁ ସୁଖ ମଣନ୍ତି। ଏହିପରି ଭୌତିକ ସୁଖ କ୍ଷଣସ୍ଥାୟୀ, ଏହା ସେମାନେ ବୁଝିପାରନ୍ତି ନାହିଁ। ଏପରି ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ। ଖୁବ୍ କମ୍ ଲୋକଙ୍କୁ କ୍ୱଚିତ୍ ମିଳେ। କିନ୍ତୁ ମୌନର ଅଭ୍ୟାସ ଦ୍ୱାରା ବ୍ୟକ୍ତିର ସଂସାରର କୋଳାହଳ ମଧ୍ୟରେ ଥାଇ ମଧ୍ୟ ନିର୍ଜନତାର ନିଥର ଶାନ୍ତି ଓ ଆନନ୍ଦ ପ୍ରାପ୍ତ ହୋଇପାରିବ। ମାନସିକ ସ୍ୱାସ୍ଥ୍ୟ ପାଇଁ ମୌନ ଭୋଜନ ତୁଲ୍ୟ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଏଥିରୁ ପ୍ରାପ୍ତ ଆତ୍ମିକ ଶାନ୍ତି ମନୁଷ୍ୟ ମନରେ ଜମାଟ ବାନ୍ଧିଥିବା କାମନା ଓ ତୃଷ୍ଣା ରୂପକ ହଳାହଳ ବିଷକୁ ନଷ୍ଟ କରିଦିଏ। ସେଥିପାଇଁ କାମନାର ବିନାଶରେ ଦୁଃଖର ବିନାଶ ବୋଲି ବୁଦ୍ଧଦେବ କହିଥିଲେ। ମୌନ ଏକ ରାମବାଣ ଔଷଧ। ଏହାର ସେବନ ଦ୍ୱାରା ମନର ସମସ୍ତ ଅବସାଦ ଓ ବିକାର ଗୁଡ଼ିକ ନଷ୍ଟ ହୋଇ ଆତ୍ମାରେ ନୂତନ ଶକ୍ତିର ସଞ୍ଚାର ହୁଏ। ଏହାଦ୍ୱାରା ବିଚାର ଶକ୍ତି, ସହନ ଶକ୍ତି, ଇଚ୍ଛା ଶକ୍ତି, କ୍ରିୟା ଶକ୍ତି, ନିର୍ଣ୍ଣୟ ଶକ୍ତି, ଏକାଗ୍ରତା ଶକ୍ତି ଆଦି ଅନେକ ଅଦୃଶ୍ୟ ଓ ଅବ୍ୟକ୍ତ ଶକ୍ତି ଗୁଡ଼ିକ ପ୍ରାପ୍ତ ହୋଇ ବ୍ୟକ୍ତି ଅକ୍ଳେଶରେ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ଦିଗରେ ଅଗ୍ରସର ହୁଏ। ମୌନ ଅବଲମ୍ବନ ଦ୍ୱାରା ମନୁଷ୍ୟାତ୍ମା ମଧ୍ୟରେ ଅସୀମ ଶକ୍ତିର ସ୍ଫୁରଣ ହୁଏ। ଏହା ପ୍ରତ୍ୟେକ ମୌନ ବ୍ୟକ୍ତି ଅନୁଭବ କରନ୍ତି। ଏହି ଶକ୍ତି ହେତୁ ସେ ଉତ୍ତେଜନାତ୍ମକ ପରିବେଶରେ ମଧ୍ୟ ଅଧିକ ଶାନ୍ତ, ଶାଳୀନ ଓ ସହାନୁଭୂତିଶୀଳ ରହନ୍ତି। ମୌନ ଦ୍ୱାରା ମନ ଶାନ୍ତ ହୁଏ ଏବଂ ଆନ୍ତରିକ ଶକ୍ତି ବୃଦ୍ଧି ହୋଇ ସୁରକ୍ଷିତ ରହେ। ଏହି ଶକ୍ତିକୁ ବୁଦ୍ଧିମାନ ବ୍ୟକ୍ତି ସମାଜ ଓ ସ୍ୱୟଂର କଲ୍ୟାଣ ପାଇଁ ରଚନାତ୍ମକ ଭାବେ ଉପଯୋଗ କରନ୍ତି। ମୌନର ଅଭ୍ୟାସ ଦ୍ୱାରା ମାନସିକ ସନ୍ତୁଳନ ଓ ବୁଦ୍ଧିର ବିକାଶ ହେଉଥିବା ହେତୁ ବ୍ୟକ୍ତି ନିଜ ବାଣୀକୁ ସଂଯମ ଓ ଯଥାର୍ଥ ନିୟନ୍ତ୍ରଣ କରିପାରେ। ଜୀବନର ମହାନ ଉଦ୍ଦେଶ୍ୟ ପୂରଣ ପାଇଁ ଜ୍ଞାନ, ଗୁଣ ଏବଂ ଆନ୍ତରିକ ଶକ୍ତିର ଅତ୍ୟଧିକ ଆବଶ୍ୟକ ହୁଏ। ମୌନ ଏବଂ ଏକାନ୍ତର ଗହନ ଅଭ୍ୟାସ ଦ୍ୱାରା ଏହି ଆବଶ୍ୟକତାର ପୂର୍ତ୍ତି ହୋଇଥାଏ। ସେଥିପାଇଁ ମହାପୁରୁଷଗଣ କୌଣସି ବାଦ ବିବାଦରେ ଅଂଶଗ୍ରହଣ ନ କରି ମୌନ ରହିବାକୁ ଉଚିତ ମଣୁଥିଲେ। କାରଣ ବାଦ ବିବାଦ ଦ୍ୱାରା ମାନସିକ ସନ୍ତୁଳନ ନଷ୍ଟ ହୁଏ। ଉକ୍ତି ପ୍ରସିଦ୍ଧ ଅଛି, ଭୁକିଲା କୁକୁର କାମୁଡ଼େ ନାହିଁ, ଗରଜିଲା ମେଘ ବରଷେ ନାହିଁ। ଯେଉଁଠି ନଦୀ ଅତ୍ୟନ୍ତ ଗଭୀର ଥାଏ ସେଇଠି ଜଳ ପ୍ରବାହ ଶାନ୍ତ ଜଣାପଡ଼େ। ସେହିପରି ମହାନ ବିଭୂତିମାନଙ୍କର ସ୍ୱର ଧୀର ଓ ଗମ୍ଭୀର ହୁଏ।
ଏହା ହେଉଛି ଶକ୍ତିଶାଳୀ ବ୍ୟକ୍ତିର ପ୍ରଥମ ଲକ୍ଷଣ। ବଡ଼ ବଡ଼ ସହରମାନଙ୍କରେ ଜନଗହଳି ନିୟନ୍ତ୍ରଣ ପାଇଁ ଛକ ସ୍ଥାନମାନଙ୍କରେ ଟ୍ରାଫିକ୍ କେନ୍ଦ୍ରମାନ ସ୍ଥାପନ କରାଯାଇଥାଏ। ମନୁଷ୍ୟର ମନ ବହୁଛକି ବିଶିଷ୍ଟ। କେବଳ ବର୍ତ୍ତମାନ ଜନ୍ମ ନୁହେଁ, ଅନେକ ଜନ୍ମର ଅଭିଜ୍ଞତାର ସଂସ୍କାର ଆତ୍ମାରେ ସଞ୍ଚିତ ଥାଏ। ଏହା ସ୍ଥାନ, କାଳ, ପାତ୍ରାଦି ଭେଦରେ ନାନା ପ୍ରକାର ବିଚାର ମନରେ ସୃଷ୍ଟି କରେ। ଏଗୁଡ଼ିକୁ ଠିକ୍ ରାସ୍ତା ଦେଖାଇବା ପାଇଁ ମୌନ ହେଉଛି ଏକ ଉତ୍ତମ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା। ଏଥିପାଇଁ ଆବଶ୍ୟକ ନିର୍ମଳ ଓ ସ୍ଥିର ଦୃଷ୍ଟି। ସଂକଳ୍ପ ବିକଳ୍ପ ସମୂହକୁ ବିଶ୍ଳେଷଣ କରି ସମାଧାନ ପନ୍ଥା ନିର୍ଣ୍ଣୟ କରିବାର ଆୟାସ ପୂର୍ଣ୍ଣ ପ୍ରୟାସ ପରିହାର ପୂର୍ବକ ତଟସ୍ଥ ଭାବରେ କେବଳ ସେଗୁଡ଼ିକୁ ଅବଲୋକନ କରିବା ଉଚିତ। ବିଶ୍ଳେଷଣାତ୍ମକ ପଦ୍ଧତି ଅନୁସାରେ କେବଳ ସମସ୍ୟାର ନିଦାନ ହୁଏ, ସମାଧାନ ହୁଏ ନାହିଁ। ଯଦ୍ୟପି କୌଣସି ସମସ୍ୟାର କାରଣ ଜାଣିବା ପରେ ଉଚିତ ପ୍ରତିକାର ଦ୍ୱାରା ତାହା ନିବାରଣ କରାଯାଇପାରେ, ତଥାପି ବ୍ୟବହାରିକ ଜୀବନରେ ଦେଖାଯାଏ ଯେ ଗୋଟିଏ ସମସ୍ୟାର ସମାଧାନ ହେଲା ବେଳକୁ ଅନ୍ୟ ନୂଆ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିପାଇଁ କୁହାଯାଏ, ତୁମେ ସମସ୍ୟାକୁ ପରିବର୍ତ୍ତନ କରିପାରିବ ନାହିଁ, କିନ୍ତୁ ତୁମେ ତୁମର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିପାରିବ। ୟୁ କ୍ୟାନଟ୍ ଚେଞ୍ଜ ଦି ପ୍ରୋବ୍ଲେମ୍, ବଟ୍ ୟୁ କ୍ୟାନ୍ ଚେଞ୍ଜ ୟୋର୍ ଆଟିଚ୍ୟୁଡ୍ ଟୁୱାର୍ଡସ୍ ଦି ପ୍ରୋବ୍ଲେମ୍। ତେଣୁ ମନରେ ଉତ୍ପନ୍ନ ପ୍ରତ୍ୟେକ ସଂକଳ୍ପ ବିକଳ୍ପ ଗୁଡ଼ିକର ବୌଦ୍ଧିକ ବିଶ୍ଳେଷଣ ନ କରି ପ୍ରତିକ୍ରିୟା ମୁକ୍ତ ହୋଇ ସେଗୁଡ଼ିକୁ ଅବଲୋକନ କରିବା ଉଚିତ। ଏଥିପାଇଁ ନିୟମିତ ଓ ନିରବଚ୍ଛିନ୍ନ ଅଭ୍ୟାସ ଦରକାର। ଏଠାରେ ମନେ ରଖିବାକୁ ହେବ ଯେ ଆତ୍ମା ମୌଳିକ ଭାବରେ ସକାରାତ୍ମକ ଗୁଣ ସମ୍ପନ୍ନ। ଦେହାଭିମାନ ବଶତଃ କରିଥିବା କର୍ମର ପରିଣାମ ସ୍ୱରୂପ ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଏ। ତାର ଦୈହିକ ଦୃଷ୍ଟିକୋଣ ଯେତେବେଳେ ଆତ୍ମିକ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଯାଏ, ତା ପାଇଁ କୌଣସି ବିଷୟ ଆଉ ସମସ୍ୟା ହୋଇ ରହେ ନାହିଁ। ସାକ୍ଷୀ ଦ୍ରଷ୍ଟା ହୋଇ ସ୍ୱସଂକଳ୍ପ ଅବଲୋକନ ସହଜ ସାଧ୍ୟ ନୁହେଁ। ଏଥିପାଇଁ ଆବଶ୍ୟକ ଅସୀମ ଧୈର୍ଯ୍ୟ ଓ ସହିଷ୍ଣୁତା। ଜୀବନ ଯାତ୍ରାର ବିଭିନ୍ନ ମୋଡ଼ରେ ଆସୁଥିବା ଘାତ ପ୍ରତିଘାତରେ ଜର୍ଜରିତ ମନୁଷ୍ୟ କ୍ରମଶଃ ଅସହିଷ୍ଣୁ ହୋଇପଡ଼େ। ଫଳରେ ତାର ଚିତ୍ତ ଶାନ୍ତ ରହେ ଓ ଧୈର୍ଯ୍ୟ ଶକ୍ତି କ୍ଷୀଣ ହୋଇଯାଏ। ଏପରି ମାନସିକ ଅବସ୍ଥାରେ ବ୍ୟକ୍ତି ଯେତେବେଳେ ସ୍ୱୀୟ ବିଚାରାବଲୋକନ ପ୍ରାରମ୍ଭ କରେ, ସେତେବେଳେ ସେ କଥା ଭୁଲିଯାଇ ବିଶ୍ଳେଷଣର ଜାଲରେ ଛନ୍ଦି ହୋଇଯାଏ। ତେଣୁ ସତର୍କତାର ସହିତ ଶାନ୍ତ ଚିତ୍ତରେ ସ୍ୱୀୟ ବିଚାର ସମୂହକୁ ଗୋଟି ଗୋଟି କରି ସାକ୍ଷୀ ଦ୍ରଷ୍ଟା ହୋଇ ନିରୀକ୍ଷଣ କରିବା ଉଚିତ। ଦୃଢ଼ ମନା ହୋଇ ନିରବଚ୍ଛିନ୍ନ ଭାବରେ ଅଭ୍ୟାସ ବଜାୟ ରଖିଲେ ସଫଳତା ଅବଶ୍ୟ ମିଳିବ। କେତେକ ସାଧକ କିଛି ଦିନ ଅଭ୍ୟାସ କଲା ପରେ ଅଧୈର୍ଯ୍ୟ ହୋଇ ପଡ଼ନ୍ତି। ଏହା ମୌନ ସାଧନାରେ ବାଧକ। ସାଧାରଣତଃ ମଣିଷ ଯେଉଁ କାମକୁ ମହତ୍ତ୍ୱ ଦିଏ, ତା ପାଇଁ ସମୟ ବାହାର କରେ। ମଣିଷ ଜୀବନ ଅଳୀକ। କେତେବେଳେ କେଉଁପରି କାହାରି ଜୀବନ ଦୀପ ନିର୍ବାପିତ ହେବ କେହି ଜାଣନ୍ତି ନାହିଁ। ଏହି ପରମ ସତ୍ୟକୁ ସର୍ବଦା ସ୍ମୃତିରେ ରଖି ଅନୁଭବ କଲେ ତା ପାଇଁ ସମୟ ବାହାର କରିବା କଷ୍ଟକର ହୁଏ ନାହିଁ। ମୌନ ହେଉଛି ବ୍ୟକ୍ତିର ସବୁଠାରୁ ବଡ଼ ଶିକ୍ଷକ। ମୌନ ରହୁଥିବା ବ୍ୟକ୍ତି ଅନ୍ୟମାନଙ୍କ ନିନ୍ଦା ବଦନାମକୁ ନୀରବରେ ସହିଯାଏ। ସେ କୌଣସି ପ୍ରତିକ୍ରିୟା ବା ପ୍ରତିବାଦ ନ କରି ମଧ୍ୟ ନିନ୍ଦୁକ ବା ବିରୋଧୀମାନଙ୍କୁ ସେମାନଙ୍କ ଭୁଲ କର୍ମ ବିଷୟରେ ହୃଦୟଙ୍ଗମ କରାଇ ପାରନ୍ତି। କାରଣ ମୌନ ସତ୍ୟର ଅନୁଭବ କରାଏ ଓ ସତ୍ୟ ମାର୍ଗରେ ଆଗେଇ ନିଏ। ସତ୍ୟପରାୟଣ ବ୍ୟକ୍ତି ଅନ୍ୟମାନଙ୍କ ମିଥ୍ୟା ଆରୋପରେ ବିଚଳିତ ହୁଅନ୍ତି ନାହିଁ କି କୌଣସି ପ୍ରତିବାଦ ବା ପ୍ରତିକ୍ରିୟା ପ୍ରକାଶ କରିବାର ଆବଶ୍ୟକତା ମଣନ୍ତି ନାହିଁ। କାରଣ ସତ୍ୟ ସ୍ୱୟଂ ପ୍ରମାଣିତ ଓ ସ୍ୱୟଂ ପ୍ରକାଶିତ। ମିଥ୍ୟାର ଗହନ ଆସ୍ତରଣ ମଧ୍ୟ ଏହାକୁ ନିଷ୍ପ୍ରଭ କରିପାରେ ନାହିଁ। ମୌନ ମଣିଷର ମାନସିକ ଶକ୍ତିର ବିକାଶ କରି ମହାନ ବନାଏ। ମାନସିକ ଶକ୍ତିର ଅପଚୟ
ଶାରୀରିକ ଶକ୍ତିକୁ ମଧ୍ୟ କ୍ଷୀଣ କରେ। ଏଥିପାଇଁ ଅତ୍ୟଧିକ କଥାବାର୍ତ୍ତା କରୁଥିବା ବ୍ୟକ୍ତି ହାଲିଆ ହୋଇପଡ଼େ। ଯେପରି ପର୍ବତାରୋହଣ ପାଇଁ ମୌନ ରହିବା ଅତ୍ୟାବଶ୍ୟକ, ସେହିପରି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କାରଣ ମନରେ ଉତ୍ପନ୍ନ ହେଉଥିବା ସଂକଳ୍ପ ସମୂହର ଅନୁଶାସନ ବିନା ଲକ୍ଷ୍ୟ ସାଧନ ସମ୍ଭବ ନୁହେଁ। ଓମ୍ ଶାନ୍ତି।